କଥା ଘଟିଲା ମୋ କୌତୁଳି ପୁତ୍ର ପ୍ରଦୀପ କୁଆଡ଼େ ବିଦ୍ୟା ଅଧ୍ୟୟନ ସାରି ଘରକୁ ଫେରୁଛି। ରାଜା କହିଲେ କଣ ନା ମୁଁ ତା ପାଇଁ ଅର୍ଘ୍ୟ ଥାଳି ପ୍ରସ୍ତୁତ ରଖିବି। ସେ ଆସିଲେ ମୁଁ ତାକୁ ବନ୍ଦାପନା କରି ଘରକୁ ପାଛୋଟି ନେବି। ନାଇଁ ନାଇଁ ଲୋ ମା, ମୋ ଦ୍ୱାରା ଏସବୁ ସମ୍ଭବ ହେଇପାରିବନି। ମାଲୋ ମଲି ତୁଚ୍ଛଟାକୁ ଏତେ ସରଦା ହେଲି, ଘରେ ତାକୁ ମୋର ଜବାବ ଦେଲି ମୁଁ ଯେତେ ସେଇ ଜବାବରେ ଉତ୍ତର ଖୋଜୁଛି, ପାଉଛି ଯାହାକୁ ଯେତେ। ତମେ ପରା ମା, ତମେ ମାର କର୍ତ୍ତବ୍ୟ କରିବାକୁ ବାଧ୍ୟ। ନା, ପ୍ରଦୀପର ମା ନୁହେଁ, ମୁଁ ହଉଛି ତାର ସାବତ ମା। ମୁଁ ପଦ୍ମାବତୀ, ମହାରାଣୀ ପଦ୍ମାବତୀ। ପଦ୍ମ ଯେଉଁ ପୋଖରୀରେ ଥାଏ ସେଇ ପୋଖରୀରେ ବିଷଧର କାଳନାଗୁଣି ବି ଥାଏ। ଆଉ ସେ ବିଷଧର କାଳନାଗୁଣି ମୋ ହୃଦୟ ପୋଖରୀରେ ବହୁଥିବା ମମତାର ଜଳରାଶି ଶୀତଳ ନୁହେଁ, ଏହା 100 ଡିଗ୍ରୀ ଫାରେନହିଟ୍‌ର ଉତ୍ତପ୍ତ ଜଳରାଶି। ଛୁଇଁଦେଲେ ଜଳିଯିବ, ପାଟିକୁ ନେଲେ ମରିଯିବ। ପ୍ରଦୀପ ଜନ୍ମ ହେଲା ଦିନଠୁ ଜାଣିଲେ ତା ଅସଲି ମା ମରିଗଲାଣି ବୋଲି। ଏହି ସୁଯୋଗକୁ ହାତ ଛଡ଼ା ନ କରି ତମକୁ ତାର ଅସଲି ମା ହେବାର ଭୂମିକାର ଅଭିନୟ କରିବାକୁ ପଡ଼ିବ। ଏମିତିରେ ବି ସେ ପ୍ରଦୀପ ତମକୁ ହିଁ ତାର ଜନ୍ମ କଲା ମା ବୋଲି ଜାଣିଛି। ହଁ ଶୁଣ, ପ୍ରଦୀପ ମନରେ କେବେ ଭାବନା ନ ଆସୁ ଯେ ତମେ ତାର ଜନ୍ମ କଲା ମା ନୁହଁ, ତମେ ହଉଛ ତାର ସାବତ ମା। ନହେଲେ ଆମେ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବାନି। ଆମ ଆଶା ଅଭିଳାଷ ସବୁ ବୃଥା ହେଇଯିବ। ମନେ ରଖ, ଏଇ ପ୍ରଦୀପ ହଉଛି এই প্রতা পাওয়ার একমাত্র সম্পত্তির উত্তরদায়ক। এই কথা যেମିତି ନ ଭୁଲି ଯାଅ। ঠিক ଅଛି ବାବା, ମୁଁ ତମ ପ୍ରସ୍ତାବରେ ରାଜି। ନହେଲେ ଆମେ କେମିତି ରାଜ ସିଂହାସନ ଉପଭୋଗ କରିବା। ଠିକ ଅଛି, ତମେ ଦି ଜଣ ଯାଅ। ଏଇ ରାଜା ପ୍ରତାପ କିଶୋରୀ ଆସୁଛନ୍ତି ଯେ। ତମେ କଣ ଜାଣିନ ମୁଁ ଆଉ କୁଆଡ଼େ ଯିବି? ମୋ ପରା ତାଙ୍କ ଅଙ୍ଗରକ୍ଷୀ। ଆରେ ତମେ ବୁଝୁନ କାହିଁକି? ଏବେ ରାଜାଙ୍କର ଅଙ୍ଗରକ୍ଷୀର ଆବଶ୍ୟକ ନାହିଁ, ମୁଁ ଅଛି ପରା। ଆରେ ତମେ ଦି ଜଣ ଯାଅ, ଠିକ ସମୟରେ ଅପେକ୍ଷା କରି ଫେରି ଆସିବ। ଠିକ ଅଛି ବାବା, ଠିକ ଅଛି। ଯିବା ତାରି ଯାଅ। ଆସୁଛି। ତାହେଲେ ଆସିପାର। ମହାରାଣୀ ପଦ୍ମାବତୀ, ମହାରାଜ। ରାଜକୁମାର ପ୍ରଦୀପ ବିଦ୍ୟାଧର ସାରି ଗୁରୁ ଆଶ୍ରମରୁ ଫେରୁଅଛି। ହଁ ସ୍ୱାମୀ। ବନ୍ଦାପନା ପାଇଁ ଅର୍ଘ୍ୟସ୍ଥାଳୀ ପ୍ରସ୍ତୁତ କରୁନ ନାହିଁ। ଏଇଟା କେମିତି କଥା ସ୍ୱାମୀ? ଦୀର୍ଘ 12 ବର୍ଷ ପରେ ଆମ ପୁଅ ଘରକୁ ଫେରୁଛି। ଆଉ ମୋ ମା ଭାଇ ତା ପାଇଁ ଅର୍ଘ୍ୟଥାଳୀ ପ୍ରସ୍ତୁତ ରଖିବିନି ଯେ କିଏ ଆଉ ରଖିବ? ସବୁ ପ୍ରସ୍ତୁତ